ନମସ୍କାର ଭକ୍ତ ମାନେ, ଆପଣ ଜାଣନ୍ତି କି ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ଏକ ବୁଡ଼ ଜୀବନର ସବୁଠୁ ବଡ଼ ଦୁଃଖକୁ ମଧ୍ୟ ଦୂର କରିପାରେ। ହଁ ଆଜ୍ଞା, ଏହା ନିଶ୍ଚୟ ସତ୍ୟ। ଆଜି ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହାର ରହସ୍ୟ ଭାଗ୍ୟ ପରିବର୍ତ୍ତନ କରିଦେଇପାରେ। ହଁ ଆଜ୍ଞା, ମାଘ ସପ୍ତମୀର ରହସ୍ୟ ଆସନ୍ତୁ ଜାଣିବା। ମାଘ ଶୁକ୍ଳ ସପ୍ତମୀ, ଏହି ଦିନଟି ସୂର୍ଯ୍ୟଦେବଙ୍କର ଅତ୍ୟନ୍ତ ପ୍ରିୟ ଦିନ ଆଜ୍ଞା। ଶାସ୍ତ୍ର କହେ ଏହି ଦିନ ସୂର୍ଯ୍ୟ ପୂଜା କଲେ ଦୀର୍ଘ ରୋଗ ନାଶ ହୁଏ, ଦାରିଦ୍ର୍ୟ ଦୂର ହୁଏ, ମାନସିକ ଶାନ୍ତି ଲାଭ କରେ, ଘରେ ସୁଖ ଶାନ୍ତି ସମ୍ପତ୍ତି ଐଶ୍ୱର୍ଯ୍ୟ ଅନ୍ନ ଧନ ଜନରେ ପରିପୂର୍ଣ୍ଣ ରହେ। ସେଥିପାଇଁ ଏହାକୁ ଆରୋଗ୍ୟ ସପ୍ତମୀ ମଧ୍ୟ କୁହାଯାଏ। ଆସନ୍ତୁ ଜାଣିବା ଚନ୍ଦ୍ରଭାଗା ବୁଡ଼ର ପୌରାଣିକ ରହସ୍ୟ। କୋଣାର୍କ ନିକଟରେ ଥିବା ଚନ୍ଦ୍ରଭାଗା ନଦୀ ମାଘ ସପ୍ତମୀ ଦିନ ଗଙ୍ଗା ସମାନ ପବିତ୍ର ହୋଇଯାଏ। ଆଜ୍ଞା ହଁ, ଗଙ୍ଗା ନଦୀ ସହିତ ସମାନ ହୋଇଥିବାରୁ ଏହି ଦିନର ବିଶେଷତ୍ୱ ଅଧିକ ବଢ଼ିଯାଏ। ଶାମ୍ବ ଦଶମୀ, ଶାମ୍ବ ହେଲେ ଶ୍ରୀକୃଷ୍ଣଙ୍କର ପୁତ୍ର। କୁଷ୍ଠ ରୋଗରେ ପୀଡ଼ିତ ଥିଲେ ସେ। ଏହି ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଆରାଧନା କରିଥିଲେ ଏବଂ ସେହି ଦିନେ ରୋଗମୁକ୍ତ ହୋଇଥିଲେ। ସେଥିପାଇଁ ଏହାର ବିଶେଷତ୍ୱ ବହୁତ ଅଧିକା। ସଠିକ୍ ବୁଡ଼ ବିଧି ଆସନ୍ତୁ ଜାଣିବା। ସୂର୍ଯ୍ୟ ଉଦୟ ପୂର୍ବରୁ ଉଠନ୍ତୁ, ପୂର୍ବ ଦିଗ ସ୍ନାନ କରନ୍ତୁ। ସ୍ନାନ କରିବା ପାଇଁ ଚନ୍ଦ୍ରଭାଗାକୁ ଯାଆନ୍ତୁ। ପୂର୍ବ ଦିଗକୁ ମୁହଁ କରି ଓମ୍ ସୂର୍ଯ୍ୟାୟ ନମଃ ଜପ କରନ୍ତୁ ଏବଂ ବୁଡ଼ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ, ଲାଲ ଫୁଲ, ଗୁଡ଼ ଏବଂ ଲାଲ ଚନ୍ଦନ ଏସବୁ ଦେଇ ଅର୍ଘ୍ୟ ଦିଅନ୍ତୁ। ଭକ୍ତମାନେ, ମାଘ ସପ୍ତମୀ ଦିନର ଏହି ଏକ ବୁଡ଼ ଆପଣଙ୍କ ଜୀବନର ଅନ୍ଧକାରକୁ ଦୂର କରିପାରେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ସୂର୍ଯ୍ୟଦେବ, ଜୟ ଜଗନ୍ନାଥ ଲେଖନ୍ତୁ।